ନନ୍ଦଲାଲା ତୁଣ୍ଡରେ ହରି ହରି ବେକରେ ତୁଳସୀ ମାଳା ଗୋପରୁ ମଥୁରା ଚାଲେ ମୋରି ଲୀଳା ଯିଏ ମତେ ବିରୋଧ କଲା କରିଦେବି ତାର ଠିଆ ପାଲା ନାଟକ କରିବାକୁ ଜୋସ୍ ଲାଗେ ଯେହେତୁ କମ୍ପିଟିସନଟା ଥାଏ ନିଜ ଭିତରେ ନା ନାଚିବା ପାଇଁ ବ୍ୟାନ୍ କରାହେଇନି ନଗ୍ନତା ପାଇଁ ବ୍ୟାନ୍ କରାହେଇନି ତ ସେଇ କଣ୍ଟ୍ରୋଭର୍ସିଟା ମିଡ଼ିଆକୁ ଆସିଲେ ସିଏ ବି ଗୋଟେ ବାଟ ହେଇଗଲା ବଜରଙ୍ଗୀ ନାଟକର ମୋତେ ସରକାର ଗୀତଟା ମୋ ମନକୁ ବହୁତ ବଢ଼ିଆ ଲାଗେ ଏ ରାତି ପାଇବ ବୋଲି ଆମେ କ'ଣ ଜାଣିଥିଲେ ନା ତିଆରି କରିଥିଲେ ସକାଳ ହବ ଆମେ କେମିତି ରାତି ପାଇଲା ବେଳକୁ ଆମେ ଜାଣୁଛନ୍ତି ସକାଳ ହବ ରାତିରେ ଯାତ୍ରା କରୁ କରୁ ଚାଲି ଯାଇଛନ୍ତି ସକାଳୁ ଗଲା ବେଳକୁ ନଥିବେ ମୁଁ ଆଉ ବିଶେଷ କିଛି ଅଧିକ ପରିଚୟ ଦେବାକୁ ଚାହୁଁନି ଆମ ସହିତ ଯିଏ ଏବେ ଅଛନ୍ତି ଓଡ଼ିଶାର ଜଣେ ଚର୍ଚ୍ଚିତ ଖଳ ଅଭିନେତା ଟାହିଆ ବାବୁ କେମିତି ଅଛନ୍ତି ସର୍ବପ୍ରଥମେ ସମସ୍ତଙ୍କୁ ନମସ୍କାର ଜୟ ଜଗନ୍ନାଥ ମୁଁ ବହୁତ ଭଲ ଅଛି ଆଚ୍ଛା ଆପଣ କଳାକାର ମାନଙ୍କର ଗୋଟେ ସ୍ୱପ୍ନ ଥାଏ ଖଣ୍ଡଗିରି ମଞ୍ଚରେ ଅଭିନୟ କରିବା ଆପଣଙ୍କ ଜୀବନରେ ବହୁତ ଥର ଏମିତି ସୁଯୋଗ ଆପଣଙ୍କୁ ମିଳିଛି ଏଥରକର ଅନୁଭୂତି କ'ଣ ନାଇଁ ଆଜି ଯେଉଁମାନେ ଆସୁଛନ୍ତି ଖଣ୍ଡଗିରି କୁମ୍ଭମେଳା ଦେଖିବାକୁ ସେମାନେ ଦର୍ଶକ ଆଉ ଯେଉଁଠି ହେଉଛି ସେମାନଙ୍କ ଦର୍ଶକ ନୁହନ୍ତି ସବୁ ଜାଗାରେ ଅଭିନୟଟା ଆମର ସମାନ ନୁହେଁ ଏଇଥିପାଇଁ ରହେ ଯେ ଘରେ କ'ଣ ଆମେ ସବୁଦିନ ଖାଉନାହାନ୍ତି କିନ୍ତୁ ଭୋଜି ଭାତ ଯେଉଁଦିନ ହେବ ଗୋଟେ ଅକେଜନ୍ ସେଦିନର ଗୋଟେ ମଜା ନିଆରା କାହିଁକିନା ଆମେ ପାଞ୍ଚଟା ପାର୍ଟି ପଡ଼ିଥିବ ଗେଟ୍ ଟୁଗେଦର ହଉ ନାଟକ କରିବାକୁ ଜୋସ୍ ଲାଗେ ଯେହେତୁ କମ୍ପିଟିସନଟା ଥାଏ ନିଜ ଭିତରେ ସେଇଥିପାଇଁ ଖଣ୍ଡଗିରି ଯାତ୍ରା ଆଉ ତା ମାନେ ନୁହେଁ ଯେ କି ଆମେ ଖଣ୍ଡଗିରିରେ ସନ୍ତୁଷ୍ଟ କରୁଛୁ ଅଲଗା କେଉଁଠି କରିବୁ ମନ ଭିତରେ କମ୍ପିଟିସନ ମନୋଭାବ ଥାଏ ନିଶ୍ଚିତ ଭାବରେ ରହିବ କାହିଁକିନା ସେଟା ତ ବେଳୁରୁ ରହିଛି ଆଉ ସାର୍କୁଲାର ଚେଞ୍ଜ ଓଡ଼ିଶା ଯାତ୍ରା ଜଗତର ଟାହିଆ କାହାକୁ କମ୍ପିଟେଟର ଭାବେ ଭାବନ୍ତି କମ୍ପିଟେଟର ଏଠି କେହି ନାହାନ୍ତି କମ୍ପିଟେଟର ହେଉଛନ୍ତି ମୁଁ ଦର୍ଶକ ଭାବେ ମୁଁ କମ୍ପିଟେଟର କାହିଁକିନା ମୋତେ ଯଦି ସେ ନାଟକ ମାଧ୍ୟମରେ ମୁଁ ଅଭିନୟ କରିବି ପ୍ରଶ୍ନ ସିଏ ପଚାରିବେ ଭୁଲ କାହିଁ କଲ ଅଭିନୟ କାହିଁକି ବେତାଳିଆ ହେଲା ସେମାନେ ଡାଇରେକ୍ଟ କରିବେ ତେଣୁ କମ୍ପିଟେଟର ସେମାନଙ୍କ ପାଇଁ ଆମେ କରୁ ଜୋସ୍ଟା ଭର୍ତ୍ତି ହୁଏ କାହା ଦ୍ୱାରା ନା ଆମେ ଯେହେତୁ ଏକାଠି ହେଇକି କାମ କରୁ 5 ଆଙ୍ଗୁଠି ଏକ ନହେଲେ ମୁଠା ହେବନି ସେମିତି ନାଟକର 5 ଜଣ କି 25 ଜଣ এটা ଗୋଟେ ସମନ୍ୱୟ ମୁଠାଟା ହେଲେ ନାଟକ ହେବ ଦେଖନ୍ତୁ ଯାତ୍ରା ଗୋଟେ ମନୋରଞ୍ଜନର ଗୋଟେ ମାଧ୍ୟମ କିନ୍ତୁ ଏଇଟା ବି ଗୋଟେ ପ୍ରକାର ବିଜନେସ୍ ମାଲିକମାନଙ୍କ ଭିତରେ କମ୍ପିଟିସନ୍ ଥାଏ ଯେତେବେଳେ ମାଲିକମାନଙ୍କ ଭିତରେ କମ୍ପିଟିସନ୍ ଆସେ ସେତେବେଳେ କଳାକାରମାନଙ୍କ ଉପରେ ଚାପ ନଥାଏ କି ମାଲିକମାନଙ୍କ ଭିତରେ କମ୍ପିଟିସନ୍ କଳାକାର ଉପରେ ଖଣ୍ଡଗିରି ମହାସମର ପାଇଁ ଯାହା ଚାପ ରହିବ କାହିଁକିନା ପ୍ରେସରରେ ଥିବେ ଦେଖନ୍ତୁ ସେପଟରେ ହେଇ ଗୋଟେ ପାର୍ଟି କରୁଛି 2 ହାତ ଛଡ଼ାରେ ଆମେ ଏପଟରେ ଅଛୁ ତ ସେ ଯେଉଁ ସାଉଣ୍ଡର ରିଭର୍ସଟା ହେଉଛି ଏ ଛାତି କମ୍ପାଇଲା ଭଳିଆ ଆପଣ ତ ନିଜେ ଫିଲ୍ କରିପାରୁଥିବେ ଆଉ ଗଲାଣି ବି ଯାତ୍ରା 5-7 ଦିନ ହେବ ତ କମ୍ପିଟିସନଟା ନିଶ୍ଚୟ ମନୋଭାବ ରହିବ ସମସ୍ତଙ୍କୁ ଏଇଥିପାଇଁ ଆପଣଙ୍କୁ ପଚାରିଲି ଆପଣ ଯେଉଁ ମଞ୍ଚରେ ଆଜି ଅଭିନୟ କରୁଛନ୍ତି ସେଇ ମଞ୍ଚରେ ଗତକାଲି ପିୟୁଷ ଅଭିନୟ କରୁଥିଲେ ଆପଣ ଶୁଣିଥିବେ ସିଂହବାହିନୀ ପୁରା ହାଉସଫୁଲ୍ ରହୁଥିଲା ଯଦି ଶିବାନୀ ସେଇଭଳି ବିଜନେସ୍ ନ ଦିଏ କଳାକାର ହୁଅନ୍ତୁ ବା ମାଲିକ ହୁଅନ୍ତୁ ନିଶ୍ଚୟ କମିଟି ବି ହଉ ମନରେ କଷ୍ଟ ଦେବ କାଲି କେହି ଦେଖିନାହାନ୍ତି ପିୟୁଷ ଯେତେବେଳେ ଯାତ୍ରାକୁ ଏଣ୍ଟ୍ରି କରିଥିଲା ସିନେମାରୁ ଆସିଥିଲା ଗ୍ଲାମର ଲାଇନ୍ ସେ ବି ଜବ୍ କରିଥିଲା ପୋଲିସରେ ଦେଖିଲେ ଲାଗୁଥିଲା ଟୋକାଟା ଗୋଟେ ଅଲଗା ରକମର ଟୋକାଟା ଆଉ ଭଲ ଲାଗେ ତ ସେ ଅଲଗା କ'ଣ ତାର ଚଗଲାମି ସେଗୁଡ଼ା ସବୁ ମୁଁ ଇଏ କରେନି କିନ୍ତୁ ଦିଲ୍ ସେ ବହୁତ ସାଧା ସିଧା ପିଲା ଫ୍ରି ମିକ୍ସିଂ ସମୟ ତ ସମସ୍ତଙ୍କ ପାଖରେ ଅଭାବ ଯେହେତୁ ଜଣକୁ ସମୟ ଦେଇ ହେଉନି 25 ଜଣ ହେଲା ବେଳକୁ ମୁଣ୍ଡ ବଥା ହେବ ସିଂହବାହିନୀ ସେଲ୍ କରିକି ଯାଇଛି ଆମେ କରିବା ନ କରିବା କାଲିର କଥା ଆଜିର କଥାଟା ଆପଣ କ୍ୟାମେରା ବୁଲେଇ ଦେଇକି କରିବେ ସବୁ ପାର୍ଟି ନିଜ ନିଜ କ୍ରେଜ୍ ନେଇକି ଆସିଥାନ୍ତି ପିୟୁଷ ତା କ୍ରେଜ୍ ନେଇକି ଆସିଥିଲା ଶିବାନୀ ପାର୍ଟି ଶିବାନୀ କ୍ରେଜ୍ ନେଇକି ଆସିଛି ତ ସିଏ ବର୍ତ୍ତମାନ ବହୁତ ଟ୍ରେଣ୍ଡରେ ଅଛି ଆଉ ବିଶେଷ କରି ତା ବଜରଙ୍ଗୀ ନାଟକର ମୋତେ ସରକାର ଗୀତଟା ମୋ ମନକୁ ବହୁତ ବଢ଼ିଆ ଲାଗେ ଗୋଟେ ସମୟରେ ଟାହିଆ ଓଡ଼ିଶା ଯାତ୍ରା ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ ଆପଣ ଯେମିତି କହିଲେ ପିୟୁଷର ଚଗଲାମି କଥା କେତେବେଳେ ମହିଳାଙ୍କୁ ନେଇ ବିବାଦ ତ କେତେବେଳେ ମାଲିକମାନଙ୍କ ସହିତ ବିବାଦ ତ କେତେବେଳେ ନିଶାକୁ ନେଇ ବିବାଦ ତା ଭିତରେ ଟାହିଆ ପଛରେ ପଡ଼ି ଯାଉଛନ୍ତି କି ପିୟୁଷ ବିବାଦ ପାଇଁ ଟିକେ ଆଗକୁ ଚାଲି ଯାଇଛନ୍ତି କି ମୁଁ ବହୁତ ପଛରେ ଥାଏ ସେ ସେରକମ ଆଗକୁ ମାଡ଼ି ଚାଲୁ
ତାର ଆଗକୁ ଯାଉ, ତାର ବହୁତ ଉନ୍ନତି ହଉ। ତ ସମସ୍ତେ ସାର୍କୁଲାର ଚେନ୍ ଭିତରେ ଆମେ ଯିବା, ସିଏ ଆସିବେ, ସିଏ ଆସିବ, ତାପରେ ପୁଣି କିଏ ଆସିବ, ଏମିତି ଚାଲିବ। ଆଉ ବାଦ ବିବାଦ ସେଟା ହେଉଛି ତା ନିଜର ଚଗଲାମି, ଏଇଟା ବେଳେବେଳେ କ'ଣ ଫିକିଲେ ହେଇଯାଏ, ସେଥିପାଇଁ କିଛି ନାହିଁ। କିନ୍ତୁ ଯାହା ହଉ ବିବାଦଟା ବେଳେ ବେଳେ ସଫଳତାର ମାଧ୍ୟମ ହେଇଯାଏ। ନିଶ୍ଚିତ ଭାବରେ କାହିଁକିନା ଆମେ ଯାତ୍ରା ଯେତିକି ଜାଗାରେ କରୁଛେ ସମସ୍ତେ ଦେଖିପାରୁନାହାନ୍ତି, କିନ୍ତୁ ଛୁଆଠୁ ଆବାଳ ବୃଦ୍ଧ ବନିତା ସମସ୍ତେ ଗୋଟେ ଗୋଟେ ଆଣ୍ଡ୍ରଏଡ୍ ଫୋନ୍ ଧରିଛନ୍ତି। ତ ସେଇ କଣ୍ଟ୍ରୋଭର୍ସିଟା ମିଡ଼ିଆକୁ ଆସିଲେ ସିଏ ବି ଗୋଟେ ବାଟ ହେଇଗଲା, ଯେହେତୁ ସେ ଗୋଟେ ଭଲ କଳାକାରଟେ, ତା ପାଖରେ ଏଟା ଗୋଟେ ପ୍ଲସ୍ ପଏଣ୍ଟ ହେଲା। ହଠାତ୍ ଟାହିଆ ଚାହିଁବେନି ଯେ ହଠାତ୍ ଏମିତି ଗୋଟେ ବିବାଦ ହଉ ମୁଁ ଚର୍ଚ୍ଚାକୁ ପଳେଇ ଆସି। ନାଇଁ ସିଏ କ'ଣ ଚାହିଁଥିଲା କି? ସେ ଚାହିଁନଥିଲା, ହେଇଥିଲା। ମୁଁ ଚାହିଁବିନି, କାହିଁକିନା ସମୟ ସମସ୍ତଙ୍କୁ ଦବ। ଏ ରାତି ପାଇବ ବୋଲି ଆମେ କ'ଣ ଜାଣିଥିଲେ ନା ତିଆରି କରିଥିଲେ? ସକାଳ ହବ ଆମେ କେମିତି? ରାତି ପାଇଲା ବେଳକୁ ଆମେ ଜାଣୁଛନ୍ତି ସକାଳ ହବ। ଆଚ୍ଛା ଟାହିଆ ବାବୁ, ଆପଣଙ୍କର ଗୋଟେ ବେଶ ଚର୍ଚ୍ଚିତ ଡାଇଲଗ ଥିଲା ମୁଁ ନନ୍ଦଲାଲା, ଟିକେ ଆମ ଦର୍ଶକଙ୍କୁ ଶୁଣେଇବେ? ମୁଁ ନନ୍ଦଲାଲା। ତ ଆଜି ନାଟକ ହେଉଛି ଆମର ରଜ। ଆଜି ତ ଆପଣ ନିଶ୍ଚୟ କହିବେ, କିନ୍ତୁ ସେଇ ନନ୍ଦଲାଲା ଯୋଉଟା ଦର୍ଶକଙ୍କ ହୃଦୟରେ ଗୋଟେ ଛାପା ଛାଡ଼ିଛି। ନାଇଁ ଠିକ୍ ଅଛି। ମୁଁ ନନ୍ଦଲାଲା ସେ ଯେଉଁ ଚରିତ୍ର ହେଇଥିଲା ସମସ୍ତେ ପ୍ରାୟ ଦେଖିଛନ୍ତି, ଜାଣିଛନ୍ତି। ତ ଏଇଟା ଅବମାନନା ହେଇଯିବ ପୁଣି। ଆଜି ନାଟକ ରଜ ସୁନ୍ଦରୀ ସଜ ସିନ୍ଦୁର ନାଟକ ହେଉଛି। ଆଜି ନାଟକର ଗୋଟେ ଡାଇଲଗ। ମୁଁ ଆକାଶ ମାନେ ସ୍ୱର୍ଗ, ମୁଁ ବିକାଶ ମାନେ ମୁଁ ମୋର ସବୁ କାର୍ଯ୍ୟକୁ ବିକଶିତ କରାଏ, ମୁଁ ହିସାବ ନିକାଶ ମାନେ ଯିଏ ମୋ ବିରୁଦ୍ଧରେ ଯାଏ ଶୁଦ୍ଧ ମୂଳ ସହିତ ତାର ହିସାବ ନିକାଶ କରିଦିଏ। ସେଇଥିପାଇଁ ମୋ ନାଁ ଆକାଶ ବିକାଶ ହିସାବ ନିକାଶ। ଟାହିଆ ବାବୁ, ଆପଣଙ୍କ ଯୋଉ ନେଗେଟିଭ ଚରିତ୍ର କରନ୍ତି ତା ଭିତରେ ବିଭିନ୍ନ ପ୍ରକାର ସିନ୍ ଆସେ, କେତେବେଳେ ରେପ୍ ସିନ୍ ଆସୁଥିବ, କେତେବେଳେ ମର୍ଡର ସିନ୍ ଆସୁଥିବ। ଏକଥା ଆପଣଙ୍କ ଘରେ ପରିବାର କିଏ ଦେଖିଲେ କିଛି କୁହନ୍ତି? ନାଇଁ କହିବେ କ'ଣ? ଏତେ ବଡ଼ ଉପରେ ଛାତ ପଡ଼ିଛି ବି ଯଦି ପିଲର ନାହିଁ, ସେମାନେ ଭରସା ବିଶ୍ୱାସ କରିକି ରହିଛନ୍ତି, ତା ତଳେ ଆମେ ରହିଛନ୍ତି। ଆଉ ଆମେ ମଣିଷ 10ଟା ରଡ଼ ବସେଇକି ପିଲର କରିକି ଡରୁଛନ୍ତି ବୋଲି ଆମେ ବସେଇଛନ୍ତି, ତା ପାଖରେ ଡର ନାହିଁ। ସେଠି ସେମାନେ ରହୁଛନ୍ତି, ସେମାନେ ବହୁତ ଖୁସି, ସେମାନେ ରାଗନ। ମୋ ଆର୍ଟିଷ୍ଟ ଫ୍ୟାମିଲି, ମୋର ମାନେ ମୋ ବାପା ରିଟାୟାର୍ଡ ଟିଚର ହେଲେ ବି ସେ ଜଣେ ଭଲ ଆର୍ଟିଷ୍ଟ। ଆଚ୍ଛା, ଆପଣମାନେ ଯାତ୍ରାରେ ଅଭିନୟ କରିଛନ୍ତି, ଖଣ୍ଡଗିରି ଆପଣଙ୍କର ବି ସ୍ୱପ୍ନ, କିନ୍ତୁ କିଛି ଯେଉଁ ଆଇଟମ୍ ଡ୍ୟାନ୍ସର ଥିଲେ ଯେଉଁମାନଙ୍କର ସ୍ୱପ୍ନ ଥିଲା ଖଣ୍ଡଗିରିର ନାଚିବେ, ସେମାନଙ୍କୁ ବ୍ୟାନ୍ କରାଯାଇଛି, ଏଇଟା ଠିକ୍ ହେଇଛି ନା ଭୁଲ ହେଇଛି? ନାଇଁ, ନାଚିବା ପାଇଁ ବ୍ୟାନ୍ କରାହେଇନି, ନଗ୍ନତା ପାଇଁ ବ୍ୟାନ୍ କରାହେଇଛି, ଉଲ୍ଲଗ୍ନ ପାଇଁ ବ୍ୟାନ୍ କରାହେଇଛି, ନାଚିବା ପାଇଁ ତ ନୁହଁ। କିନ୍ତୁ ଅଭିଯୋଗ ତ ଆସେ ଯେତେବେଳେ ରାଣୀ ପଣ୍ଡା ତ ଏଇଠି କରୁଛନ୍ତି ନାଟ୍ୟ ମଣ୍ଡପରେ, କିନ୍ତୁ ଅଭିଯୋଗ ଆସେ ଆପଣଙ୍କର ଯେତେବେଳେ ମେଲୋଡି ଚାଲେ, ମେଲୋଡିର ଝିଅମାନେ ବି ବହୁତ ଛୋଟ ଛୋଟ କପଡ଼ା ପିନ୍ଧିକି ନାଚୁଛନ୍ତି, କିନ୍ତୁ ସେମାନଙ୍କ ଉପରେ କିଛି ପ୍ରତିବନ୍ଧକ ତ ହଉନି। ଯୋଉଠି ସେଭଳି ହବ ବ୍ୟାନ୍ ହେଇଯିବ। ସେମିତି ହଉନି ବୋଲି ଆପଣଙ୍କ କ୍ୟାମେରା ବୋଧେ କହୁଛି, ନହେଲେ ଆପଣ କାହିଁକି ବୁଝୁଥାନ୍ତି ସେଟା କାହିଁକି ବ୍ୟାନ୍ ନ ହେଇଥାନ୍ତା? ସେ କଥା ନୁହେଁ। ଆମେ ଆସିଛନ୍ତି ଭଲ କରିବା ପାଇଁ, ଯେତିକି ଲିମିଟ୍, ଏଇଟା ଅନସ୍କ୍ରିନ୍ ନୁହେଁ ନା, ଲାଇଭ୍ ଟେଲିକାଷ୍ଟ, ଯେତିକି। ଆଚ୍ଛା, ଆଜି ଶିବାନୀ ହାଉସଫୁଲ୍ ଗଲା, ଆଉ ଯେତିକି ଦିନ ଶିବାନୀ ଏଠି ନାଟକ ପରିବେଷଣ କରିବ, କ'ଣ ଆଶା ରଖୁଛନ୍ତି? ଆଶା ଶିବାନୀ ଗୋଟେ ହେଉଛି ଯାତ୍ରା ଅନୁଷ୍ଠାନ, ଗୋଟେ ଅନନ୍ୟ ଅନୁଷ୍ଠାନ ଯେଉଁଠି ନାଟକକୁ ପ୍ରାଧାନ୍ୟ ଦିଆ ହୁଏ। ଆଉ ଓଡ଼ିଶା ମାର୍କେଟରେ ତାର ଗୋଟେ ମାଆଙ୍କ ଦୟାରୁ ଅଲଗା ପ୍ରକାର ଏଇ ନାଟକକୁ ନେଇକି ଆଉ କିଛି ନାହିଁ। ତ ତାଙ୍କର ସବୁ ଭଲ। ମୁଁ ଦେଖିଛି ଯେତିକି ଦିନ ଚଳନି ଭିତରେ, ମାଲିକାନୀ ହିସାବରେ ବହୁତ ଭଲ, ଘରୁଆନା ଲୋକ ବହୁତ। ତ ତାପରେ କାଲି କିଏ ଦେଖିଛି, ମୁଁ ଆଜି ଅଛି କାଲିକି ଥିବି କି ନଥିବି, ମୋ ଜାଗାରେ କିଏ ଏମିତି କଳାକାର ବହୁତ ଅଛନ୍ତି, ରାତିରେ ଯାତ୍ରା କରୁ କରୁ ଚାଲି ଯାଇଛନ୍ତି, ସକାଳୁ ଗଲାବେଳକୁ ନଥିବେ। ଆଚ୍ଛା, ସବୁ ଶେଷରେ ମୋର ଗୋଟେ ଛୋଟିଆ ରିକ୍ୱେଷ୍ଟ, ଆପଣଙ୍କର ସେଇ ଡାଇଲଗ ମୁଁ ନନ୍ଦଲାଲା ଟିକେ କହିବେ। ମୁଁ ନନ୍ଦଲାଲା, ତୁଣ୍ଡରେ ହରି ହରି, ବେକରେ ତୁଳସୀ ମାଳା, ଗୋପରୁ ମଥୁରା ଚାଲେ ମୋରି ଲୀଳା, ଯିଏ ମତେ ବିରୋଧ କଲା କରିଦେବି ତାର ଠିଆ ପାଲା, ଟିଙ୍ଗିନା ଧେଇ ଧେଟେ କେଟେ ଥେଇ। ବହୁତ ବହୁତ ଧନ୍ୟବାଦ ଟାହିଆ। ଆପଣ ଶୁଣୁଥିଲେ ଯେ ଶିବାନୀ ଗଣନାଟ୍ୟର ଖଳ ଅଭିନେତା ଅଛନ୍ତି ଟାହିଆ, ସେ
ଯେମିତି କହୁଥିଲେ ଯେ ବିବାଦଟି ସେ କେବେ ବିବାଦକୁ ଚାହାନ୍ତିନି, ଯେଉଁମାନେ ବିବାଦକୁ ନେଇକି ଆଗକୁ ବଢ଼ୁଛନ୍ତି ବଢ଼ନ୍ତୁ, କିନ୍ତୁ ସେ ସର୍ବଦା ଯେମିତି ଥିଲେ ସେମିତି ରହିବାକୁ ଚାହାନ୍ତି। ଦର୍ଶକ ତାଙ୍କୁ ସେଇ ରୂପରେ ଭଲ ପାଆନ୍ତି, ଆଗାମୀ ଦିନରେ ମଧ୍ୟ ସେଇ ରୂପରେ ଭଲ ପାଉଥିବେ। ଭୁବନେଶ୍ୱର ଭିଡ଼ିଓ ଜର୍ଣ୍ଣାଲିଷ୍ଟ ପାକିଙ୍କ ସହ ଭାରତ ପଟ୍ଟନାୟକ, ସଞ୍ଚାର ଲାଇଭ୍।